ଦେଖନ୍ତୁ ସୋଫିଆ ମ୍ୟାଡ଼ାମ ଜଣେ ଡାଇନାମିକ୍ ଲିଡର, ବହୁତ ମତେ ତାଙ୍କ ପର୍ସନାଲିଟି ବହୁତ ମତେ ଆକୃଷ୍ଟ କରେ। ସେ ତାଙ୍କ ବହୁତ ଭବିଷ୍ୟତ ବହୁତ ଭଲ ଥିଲା, କିନ୍ତୁ ବାପାଙ୍କ କଥାରେ ପଡ଼ି ସେ ଯେଉଁ ଭୁଲ କରୁଛନ୍ତି ସେଟା ତାଙ୍କୁ ନିଜ ଗୋଡ଼ରେ ନିଜେ ସେ କୁରାଢ଼ି ମାରୁଛନ୍ତି। ତେଣୁ ଆଗାମୀ ଦିନରେ ଆପଣମାନେ ଜାଣିଛନ୍ତି ବହୁତ ଦଳ ନୂଆ ଦଳ ହେଇଛି, ମାନେ ଭାଙ୍ଗି ବି ଯାଇଛି, କିନ୍ତୁ ଏଇ ଦଳର ବି ଭବିଷ୍ୟତ ସେୟା ଦେଖାହେଉଛି। ତେଣୁକରି ଆମେ ମୋ ମତରେ ଏଇଟା ଯେହେତୁ ସେ କଂଗ୍ରେସ ଲୋକ ମାନେ ନିର୍ବାଚିତ ହେଇ ଜିତିଛନ୍ତି, ତାଙ୍କୁ ଥରେ ଭାବିବାର ଥିଲା ଏବଂ ନିଜ ଥରେ ସମୀକ୍ଷା କରିବାର ଥିଲା। ଯଦି ଭୁଲ ହେଇଛି କ'ଣ ହେଇଛି ହାଇକମାଣ୍ଡ ସେ କହିପାରିଥାନ୍ତେ ଏବଂ ସେ ଦଳରେ ରହିକି ଆଉ ଥରେ ଇଲେକ୍ସନ ପାଇଁ ଆଶା ରଖିଥାନ୍ତେ। କିନ୍ତୁ ଯେହେତୁ ସେ ଭୁଲ କରିଛନ୍ତି ସେଟା ତାଙ୍କୁ ଦିନେ ଦିନେ ଲୋକ ତାଙ୍କୁ ପ୍ରତ୍ୟାଖ୍ୟାନ କରିବେ ଏବଂ ତାଙ୍କୁ ଲସ୍ ହେବ। ନାଇଁ ସେଇଟା ତାଙ୍କୁ ତ ମାନେ ପର୍ସନାଲ କଥା, ଏଇଟା ତାଙ୍କର ନିଜ ମାନେ କଂଗ୍ରେସର ଘର କଥା, ଏଇଟା ସେଥିରେ ଆମେ ଯିବାନି। କିନ୍ତୁ ତାଙ୍କୁ ଥରେ ଆଉ ଥରେ ସମୀକ୍ଷା କରିବାର ଥିଲା, ଥରେ ଭାବିବାର ଥିଲା ଯେ ମୁଁ ଏତେ ବଡ଼ ଷ୍ଟେପ୍ ନେବା ପୂର୍ବରୁ ମାନେ ପବ୍ଲିକ ମୋତେ ସେତିକି ଗ୍ରହଣ କରିବେ କି ନାହିଁ, ସେଇଟା ଥରେ ନିଜକୁ ଥରେ ତର୍ଜମା କରିବାର ଥିଲା। ହଁ ତାଙ୍କର ଯେହେତୁ ତାଙ୍କର ମାଇନରିଟି ଅଛି, ତାଙ୍କୁ ସେ ଭୋଟଟା ସେ ପାଉଛନ୍ତି, ତାଙ୍କୁ ସେଇଟା ସେଥିପାଇଁ ଆମେ କିଛି ମାନେ ସେଇଟା ଭୁଲ କହିପାରିବାନି। କିନ୍ତୁ ସେତେବେଳେ ସେ କଂଗ୍ରେସରେ ଥିଲେ ସେ ଭୋଟଟା ସେ ଗୋଟେଇ ପାରୁଥିଲେ। ଏବେ ନୂଆ ଦଳ କରୁଛନ୍ତି, ଲୋକ ତାଙ୍କୁ କେତେ ଗ୍ରହଣ କରିବେ ସେଇଟା ସମୟ ନିଶ୍ଚୟ କହିବ। ସେଟା ଆମେ ପୂର୍ବପୁରୁଷ ଦେଖି ଆସୁଛେ, ସେଇ ତାଙ୍କର ସେଇ ଗୋଟିଏ ପଦ ପାଇଁ ଲଢ଼େଇ ଚାଲିଛି। ଲୁଲୁ ଭାଇଙ୍କ ଟାଇମରୁ ଆମେ ଦେଖିଦେଇ ଆସୁଛେ, ଆଜି ବି ସେଇ ଭୁଲ ସେ କଣ୍ଟିନ୍ୟୁ କରି ଚାଲିଛନ୍ତି। ସେଥିପାଇଁ ସେ ଦଳ ଆଜି ଉଧେଇ ପାରୁନି ଓଡ଼ିଶାରେ, ଲୋକ ତାଙ୍କୁ ଗ୍ରହଣ ବି କରୁନାହାନ୍ତି। ମୁଖ୍ୟ ଜଣେ ହେଉଛି ତାଙ୍କୁ ତ ମାନିକି ଚାଲନ୍ତୁ ଆଜ୍ଞା, ଥରେ ମାନିବ ନା, ଘର ମୁଖ୍ୟ ଜଣେ ହେବେ ଆଜ୍ଞା, ସମସ୍ତେ ହେଇପାରିବେନି। କିନ୍ତୁ ଯଦି ହାଇକମାଣ୍ଡ ତାଙ୍କୁ ବାଛିଛନ୍ତି, ତାଙ୍କୁ ଅନୁପ୍ରାଣିତ ହେଇକି ତାଙ୍କ ସହିତ ମିଶିକି କାମ କଲେ ହିଁ ଦଳ ଡେଭଲପ ହେବ। ନା ଭାଗ୍ୟ କିଛି ପରିଣାମ ଆମେ ଆଶା କରୁଥିଲେ କଂଗ୍ରେସ ଗ୍ରୋ କରିବ, ପୁଣି ଦେଖନ୍ତୁ ପୁଣି ତାଙ୍କର ସେ ପୁରୁଣା ରୋଗ ଆରମ୍ଭ ହେଇଯାଇଛି। କିଛି ପ୍ରଭାବ ପଡ଼ିବନି ଓଡ଼ିଶାରେ। ଭାରତୀୟ ଜନତା ପାର୍ଟି ବହୁତ ଭଲ ରେଜଲ୍ଟ କରିବ ପଞ୍ଚାୟତ ଇଲେକ୍ସନରେ।